ଆମେ ଭକ୍ତଚରଣ ଦାସଙ୍କ ସମ୍ପର୍କରେ କିଛି ଆଲୋଚନା କରିବା। ସେ ଥିଲେ ପ୍ରେମ ମାର୍ଗର ଜଣେ ବିଶିଷ୍ଟ ଉପାସକ, ବ୍ରଜପନ୍ଥୀ ବୈଷ୍ଣବ। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ସାନପଦର ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା। ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗ ଆଉ ଊନବିଂଶ ଶତାବ୍ଦୀର ପ୍ରଥମ ଭାଗରେ ସେ ଜୀବିତ ଥିଲେ। ତାଙ୍କର ପିଲାଦିନର ନାମ ଥିଲା ବୈରାଗୀ ଚରଣ ପଟ୍ଟନାୟକ। ସଂସାର ବିରାଗୀ ହୋଇ ବୈଷ୍ଣବ ଧର୍ମ ଗ୍ରହଣ କରି ସେ ଭକ୍ତଚରଣ ନାମରେ ନାମିତ ହେଲେ। ବୈଷ୍ଣବ ଧର୍ମର ମହତ୍ତ୍ୱକୁ ସେ ମର୍ମେ ମର୍ମେ ଅନୁଭବ କରିଥିଲେ ଏବଂ ବିଶେଷ କରି ଗୋପୀ ପ୍ରେମର ପ୍ରଚାରକ ଭାବରେ ତାଙ୍କର ଅନନ୍ୟତା ଅବିସମ୍ବାଦିତ। ତାଙ୍କର ସବୁଠାରୁ ଲୋକପ୍ରିୟ କାବ୍ୟ ମଥୁରା ମଙ୍ଗଳ, ଯାହା ଘରେ ଘରେ ପରିଚିତ ଓ ପ୍ରତିଷ୍ଠିତ। ସେହି କାବ୍ୟରେ 30ଟି ଛାନ୍ଦ ଅଛି ଏବଂ ସେଥିରେ ଗୋପୀ ପ୍ରେମର ଯେଉଁ ନିର୍ମଳ ନିର୍ଯାସ ଉପସ୍ଥାପିତ ହେବା ସହିତ ମଥୁରାର ମଙ୍ଗଳ ପାଇଁ ଶ୍ରୀକୃଷ୍ଣଙ୍କର କୃତି ଆଉ କୃତିତ୍ୱ ସମ୍ପର୍କରେ ଉପସ୍ଥାପନା କରାଯାଇଛି। ଅତଏବ ଗୋପଲୀଳା ଓ ମଥୁରା ଲୀଳାର ତାହା ଏକ ସୁରମ୍ୟ ସମନ୍ୱୟ। ମଥୁରାର ଅଶେଷ ମଙ୍ଗଳ ସାଧିତ ହୋଇଛି ବୋଲି ତାର ନାମ ମଥୁରା ମଙ୍ଗଳ ରହିଛି। କଂସର ନିଧନ ଯୋଗୁଁ ମଥୁରାର ଅଶେଷ ହିତ ସାଧନ କରାଯାଇପାରିଛି। ସେହି କଥା ଏହି କାବ୍ୟରେ ବିଶେଷ ଭାବରେ ଚର୍ଚ୍ଚିତ ହୋଇଥିବାରୁ ତାର ନାମକରଣ ଏପରି ରହିଛି। ଏଥିରେ କଂସର ଧନୁ ଉତ୍ସବର ଆୟୋଜନ, କଂସର ଚିଟାଉ ଲେଖା, କୃଷ୍ଣ ଓ ବଳରାମଙ୍କୁ ଆଣିବା ପାଇଁ ଅକ୍ରୂରକୁ ପ୍ରେରଣ, ଯଶୋଦାଙ୍କ ବିଳାପ, ମଥୁରା ଦାଣ୍ଡରେ ଶ୍ରୀକୃଷ୍ଣଙ୍କର ବିଜୟ, ସୁଦାମା ମାଳିର ବେଶ ବିରଚନା, କୁବୁଜାର ନବଯୌବନ ଲାଭ, କୃଷ୍ଣ ଚାଣୁର ସମର ଇତ୍ୟାଦିର ଚମତ୍କାର ବର୍ଣ୍ଣନା ରହିଛି। ଶବ୍ଦ ଭାବର ମଞ୍ଜୁଳ ବିନ୍ୟାସରେ ମଥୁରା ମଙ୍ଗଳ କାବ୍ୟ ହୋଇଛି ଅତ୍ୟନ୍ତ ଅନବଦ୍ୟ ଓ ଅଭିନନ୍ଦନୀୟ। କୃଷ୍ଣ ପ୍ରାଣଗତ କବି ଭକ୍ତଚରଣ ପ୍ରଥମ ଛାନ୍ଦରେ କହୁଛନ୍ତି, ଜୟ ଗୋକୁଳ ଗୋବିନ୍ଦ ସୁନ୍ଦର, ଜୟ ରାମ ଅନୁଜ ଦାମୋଦର, ଜୟ କଂସାରୀ ଜଗତ ତାରଣ, ଜୟ ମାଧବ ନନ୍ଦନ ଧାରଣ, ଜୟ ରମା ରମଣ ଦଇତାରି, ଜୟ ଅନନ୍ତ ଅଖିଳ ବିହାରୀ। ସେଇ ପ୍ରେମ ଭକ୍ତିର ପୂଜାରୀ ଭକ୍ତଚରଣ ସମର୍ପଣ କରିଛନ୍ତି ସର୍ବୋତ ଭାବରେ ନିଜକୁ ଶ୍ରୀକୃଷ୍ଣଙ୍କର ଚରଣାରବିନ୍ଦରେ ଏବଂ ଗୋପୀ ଭାବରେ ଭାବିତ ହୋଇ ସେ ଯେଉଁ ଉଜ୍ଜ୍ୱଳ ମୁଦ୍ରାଙ୍କ ରଖିଯାଇଛନ୍ତି ତାଙ୍କର ଜୀବନ ଯାତ୍ରାରେ ଏବଂ ତାଙ୍କର କାବ୍ୟ ରଚନାରେ ତାହାର ପଟାନ୍ତର ନାହିଁ। କଂସ ପ୍ରେରଣ କରିଛି ଅକ୍ରୂରଙ୍କୁ ଆଣିବା ପାଇଁ ଶ୍ରୀକୃଷ୍ଣ ଆଉ ବଳରାମଙ୍କୁ। ସେ କଥା ପ୍ରଚାରିତ ହୋଇଯାଇଛି ସହସା ଗୋପଦାଣ୍ଡରେ, ଯାହାକୁ କବି ଅତି ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି। ଦାଣ୍ଡରେ ଶୋଭିଲା ରାମ କୃଷ୍ଣ ବେନି ଭାଇ, ଅକ୍ରୂର ଆସିଛି ତାଙ୍କୁ ଧରି ନବା ପାଇଁ, ରାଜା ପରଜା ସହିତେ
ସଜ ହୋଇଥାଅ କାଲି ଚଳିବା ପ୍ରଭାତେ। କାହିଁକି ଅକ୍ରୂର ଆଗମନ? କରିଛି ସାୟକ ପୂଜା କଂସ ବୀରମଣି। ଆସିଛନ୍ତି ଅନେକ ଦେଶରୁ ନୃପମଣି। ତାହା ଦେଖିବାର ପାଇଁ ଏଣୁ କରି କଂସ ଦୂତ ଅଛି ପଠିଆଇ। ଏଇ ସମ୍ବାଦ ଶୁଣିଲା ମାତ୍ରେ ଯେମିତି ବଜ୍ର ପଡ଼ିଯାଇଛି ଗୋପୀମାନଙ୍କ ମୁଣ୍ଡରେ, ଯେମିତି ଛିଣ୍ଡି ପଡ଼ିଛି ଆକାଶ ଗୋପୀକୂଳର ମଥାରେ। ପାଦ ତଳରୁ ଖସି ଯାଇଛି ମାଟି ସେମାନଙ୍କର। କୃଷ୍ଣ ବିନା ଜୀବନ ଧାରଣ କରିବା ସେମାନଙ୍କ ପାଇଁ ଏକାନ୍ତ ଭାବରେ ଅସମ୍ଭବ। ପରସ୍ପର ଭିତରେ ଯେଉଁ କଥାବାର୍ତ୍ତା ହେଉଛନ୍ତି ମ୍ଳାନ ବଦନରେ, କେ ବୋଇଲା କାଲି ଠାରୁ କୁମୁଦ ମରିବେ। କୁମୁଦ ରମଣ ଯେଣୁ କୁମୁଦକୁ ଯିବେ। ଅନ୍ଧକାରକୁ ବଢ଼ିବ ସତେ କି ଚନ୍ଦ୍ରମା ଚନ୍ଦ୍ରମଣିକୁ ଛାଡ଼ିବ। ବୁଝିଗଲା ପରେ ଇତି ସେମାନେ ବିବ୍ରତ ହୋଇଛନ୍ତି। ସତେ ଯେମିତି ବେଦରୁ ଲିଭି ଯାଇଛି ଗାୟତ୍ରୀ ମନ୍ତ୍ର। ସତେ ଯେମିତି ପୂର୍ଣ୍ଣିମାର ଆକାଶରୁ ହଜିଯାଇଛି 16 କଳାର ସେଇ ଚାନ୍ଦ। ସବୁକିଛି ଅସଜଡ଼ା ହୋଇଯାଇଛି। ଭାଙ୍ଗି ପଡ଼ିଛି ମନର ଇଲାକା। ବିକ୍ଷୁବ୍ଧ ଅନ୍ତରରେ ପ୍ରତିଟି ଗୋପୀ ଏକାନ୍ତ ମର୍ମାହତ। କେବଳ ସେତିକି ନୁହେଁ, ଯଶୋଦାଙ୍କର ମର୍ମଭେଦୀ ଦାରୁଣ ବେଦନାର ସୀମା ସରହଦ ନାହିଁ। ସେ ବାତ୍ସଲ୍ୟ ମମତାର ମନ୍ଦାକିନୀ ଧାରା ପ୍ରବାହିତ ହୋଇଯାଉଛି, କୂଳ ଲଙ୍ଘି ପ୍ରବାହିତ ହୋଇଯାଉଛି। ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ। କାହା ମୁଖ ନାହିଁ ବଞ୍ଚିବି। ହେବ ଦଶ ଦିଗ ଶୂନ୍ୟ ଅସ୍ଥିର ହେବ ଜୀବନ। ନିଶି ଦିବସରେ ଝୁରୁଥିବି ରେ ଜୀବଧନ। ଜୀବନ ବିହୁନେ ଯେହ୍ନେ ଝସ। ରାଜା ବିନେ ଯେହ୍ନେ ଗ୍ରାମ ଦେଶରେ ଜୀବଧନ। ଆଉ କାହାକୁ ଖୁଆଇବି, ଆଉ କାହାକୁ ବସନ ପିନ୍ଧାଇବି, ଆଉ କାହା ଅଙ୍ଗରେ ହରିଦ୍ରା ଚନ୍ଦନ ଲେପନ କରିବି, ଆଉ କାହାକୁ ଶରଦ ଶଶୀ ଦେଖାଇବି। କାହାକୁ ତୁ ପରା ମୋର ଜୀବର ଜୀବନ। ତୁ ପରା ମୋର ରଙ୍କୁଣୀ ରତନ। ତୁ ପରା ମୋର ଦରିଦ୍ରର ଧନ। ତୁ ଗଲେ ଏ ଜୀବନ ରହିବ ନାହିଁ। ଗୋପୀମାନେ ପରସ୍ପର ଭିତରେ କଥା କେବଳ ହୋଇନାହାନ୍ତି, ଏକମେଳି ହୋଇ ଅକ୍ରୂରକୁ ବାଧା ଦେଇଛନ୍ତି, ବିରୋଧ କରିଛନ୍ତି। କହୁଛନ୍ତି ବାହୁଡ଼ି ଯା, ଆମେ ଛାଡ଼ିବୁ ନାହିଁ। ଆମର ଏକାନ୍ତ ଆତ୍ମୀୟ, ଆତ୍ମାର ଆତ୍ମା, ଆମ ଜୀବନର ଜୀବନ, ଆମ ପ୍ରାଣର ପ୍ରାଣ
ଶ୍ରୀକୃଷ୍ଣଙ୍କୁ ଯାହାଙ୍କ ବିନା ଆମେ କ୍ଷଣେ ମାତ୍ର ବଞ୍ଚିପାରିବୁ ନାହିଁ। କିନ୍ତୁ ଶ୍ରୀକୃଷ୍ଣ ଲୀଳାମୟ, ଲୀଳା ତାଙ୍କର ଅନନ୍ତ ଅସୀମ। ସେ ଜାଣନ୍ତି କେବଳ ତାଙ୍କର ଲୀଳା ମାଧୁର୍ଯ୍ୟ। ସେ ଯିବେ ଆଉ ଯିବେ, ବୁଝେଇ କିନ୍ତୁ ଯାଉଛନ୍ତି ଗୋପବଧୂମାନଙ୍କୁ, ଗୋପୀମାନଙ୍କୁ ବଡ଼ ଚମତ୍କାର ଭାବରେ ରସିକତାର ସହିତ ଆଶ୍ୱାସନାର ଦେବାର ଭଙ୍ଗୀରେ। କୃଷ୍ଣ କହନ୍ତି ଶୁଣ ବରଜବଧୂ, କୁମୁଦ ତେଜଇକି କୁମୁଦ ବନ୍ଧୁ ଗೋ, ବିଚାରୁଛ କି ଗଲେ ଆସିବି ନାହିଁ, ପଦ୍ମ ବିହୁନେ ଭୃଙ୍ଗ ରହିବ କାହିଁ ଯେ, ଜଳ ବିହୁନେ କାହିଁ ବଞ୍ଚିବ ମୀନ, ଚାତକ ବଞ୍ଚଇକି ନ ଦେଖି ଘନ ଯେ। ଏ କଥାରେ ଗୋପୀମାନେ କିନ୍ତୁ ସନ୍ତୁଷ୍ଟ ନୁହନ୍ତି। ସେମାନଙ୍କର ମନରେ ଶଙ୍କା ଅନେକ ଅନେକ, ଅଧିକରୁ ଅଧିକ। କହନ୍ତି ସେମାନେ ମଥୁରା ନାରୀ ମନ୍ତ୍ର ଜାଣନ୍ତି, ସେମାନେ ଗୁଣିଗାରେଡ଼ି ବିଦ୍ୟାରେ ସିଦ୍ଧହସ୍ତ, ସେମାନେ ବାନ୍ଧି ରଖିଦେବେ ଆଉ ଛାଡ଼ିବେ ନାହିଁ ଆମର ପ୍ରିୟତମ ଏହି କଳାକୃଷ୍ଣଙ୍କୁ, ଯାହାଙ୍କ ବିନା ଅନ୍ଧାର ହୋଇଯିବ ସାରା ଗୋପପୁର, ରହିଯିବ ଯମୁନାର ଜଳପ୍ରବାହ, ଆଉ ବୃନ୍ଦାବନରେ ଫୁଟିବନି ଫୁଲ, ଆଉ ଶୁଭିବନି ଭ୍ରମର ଗୁଞ୍ଜନ। ଏ ବ୍ୟସ୍ତତା, ଏ ଅଧୀରତା, এই ଅସ୍ଥିରତା ଶୁଣି ଶ୍ରୀକୃଷ୍ଣ ପୁନର୍ବାର ଆଶ୍ୱାସନା ଦେଉଛନ୍ତି, ପ୍ରବୋଧନା ଦେଉଛନ୍ତି ଗୋପୀମାନଙ୍କୁ। କୃଷ୍ଣ ବୋଲନ୍ତି ଶୁଣ ରମଣୀ ବୃନ୍ଦ, କର୍ପୂର ସମାନ କି ଭାସ୍କର ଗନ୍ଧ ଗো, ପଦ୍ମ ସମାନ କାହିଁ ହେବ କୁଟଜ, ସମାନ କଲା ଲୋକ ସିନା ନିର୍ଲଜ ଯେ, ପାଟଟସର କାହିଁ ସମାନ ମୂଲ, ହୀରା ସଙ୍ଗେ ସ୍ଫଟିକ ହେବ କି ତୁଲ ଗো, ପିତ୍ତଳ ନୋହେ କଳ ଧୌତ ସମ, ଚନ୍ଦ୍ରପାରୁ ସେ କାହିଁ ରହିବ ତମ ଗো, ସେହି ପ୍ରକାର କେହି ମଥୁରା ନାରୀ, ସେ ହେବେ କେଉଁ ତୁମ ଗୁଣକୁ ସରି ଗো, ରହିବୁ ନାହିଁ ଯାଇ
ଆସିବୁ ଆମ୍ଭେ ମେଲାଣି ଦିଅ ସଖୀ ମାନେ ଆରମ୍ଭେ ଗୋ। ଏ କଥା ଶୁଣିଲା ପରେ ତଥାପି ଆତ୍ମସନ୍ତୋଷ ଆସିନାହିଁ ଗୋପ ଯୁବତୀମାନଙ୍କର, ଗୋପ ନାରୀମାନଙ୍କର। କାରଣ ଥରେ ଦୂରକୁ ଚାଲିଗଲେ ଜୀବନ ଜଡ଼ ହୋଇଯିବ, ଦେହ ପ୍ରାଣହୀନ ହୋଇଯିବ, ଆଉ ସବୁକିଛି ଶୂନ୍ୟ ଶୂନ୍ୟ ମହାଶୂନ୍ୟ ହୋଇଯିବ। ଏବଂ କିଭଳି ଭାବରେ ସେ ବିଚ୍ଛେଦର ବର୍ଣ୍ଣନା କୃଷ୍ଣ ଯିବେ ଆଉ ଫେରିବେ କି ନାହିଁ। ସତେ ଗୋବିନ୍ଦ ବିଚ୍ଛେଦେ ବରଜ ନାରୀ କୁରଙ୍ଗ ନୟନ ବହଇବାରି ଫିଟିଲା କବରୀ ତୁଟିଲା ହାର ଶୁଖିଲା ରଙ୍ଗିମା ଜବା ଅଧର ଅଙ୍ଗୁ ବହେ ଝାଳ ପାଣ୍ଡୁର ଦିଶେ ହେମଗଣ୍ଡ ସ୍ଥଳ। ବସନ୍ତ ଗଲେ ଯେପରି ବନ ଦିଶେ, ନଦୀମାନେ ଶୁଖିଗଲେ ସେମାନଙ୍କର ଅବସ୍ଥା ଯେପରି ହୁଏ, ଅନ୍ଧାର ପକ୍ଷରେ ଜହ୍ନର ଚିତ୍ର ଯେପରି ମଳିନରୁ ମଳିନତର ହୁଏ, ଶିଶିର ପଡ଼ିଲେ ପଦ୍ମବନ ଯେପରି ପୋଡ଼ି ଜଳିଯାଏ, ସତେ ସବୁକିଛି ସେହିପରି ହୋଇଗଲା ରସହୀନ, ରଙ୍ଗହୀନ, ପ୍ରାଣହୀନ, ସର୍ବୋପରି ଜୀବନହୀନ। ଗୋପୀମାନଙ୍କ ଭିତରେ ଯେଉଁ ବ୍ୟସ୍ତତା, ଯେଉଁ ବିରହ ବେଦନା, ସେ ବିରହ ବେଦନା ଆତ୍ମାର ବିରହ ବେଦନା ପରମାତ୍ମାଙ୍କୁ ଛାଡ଼ିଦେଲା ପରେ ତାର ପଟାନ୍ତର ନାହିଁ। ସେ କେବଳ ଅନୁଭବୀ ହିଁ ଜାଣେ। ଭକ୍ତଚରଣ ଗୋପୀ ଭାବରେ ଭାବିତ ପରମ ଭକ୍ତ, ଯିଏ ସବୁକିଛି ସମର୍ପଣ କରିଦେଇଛନ୍ତି ପ୍ରଭୁ ଶ୍ରୀକୃଷ୍ଣଙ୍କର ଚରଣ କମଳରେ। ଆତ୍ମସମର୍ପଣର ସରସ ସୁବାସିତ ପାରିଜାତ ଫୁଲ କବି ଭକ୍ତ ଚରଣ। ସେହି ପାରିଜାତ ଫୁଲର ମହମହ ବାସ୍ନାରେ ମଥୁରା ମଙ୍ଗଳ ସୁବାସିତ ଏବଂ ପ୍ରତିଷ୍ଠିତ ପରିଚିତ ଜନମାନସରେ ଏଥିରେ ସନ୍ଦେହର ଅବକାଶ ନାହିଁ। ପରବର୍ତ୍ତୀ ଅଧ୍ୟାୟରେ ପରବର୍ତ୍ତୀ ବିଷୟ ଆମେ ଆଲୋଚନା କରିବା।